ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଏହା ଏକ ସିରିଜ୍ ଆପଣଙ୍କ ପାଇଁ ଅଟେ। ଯେମିତି ମୁଁ ଆପଣଙ୍କୁ କହିଥିଲି, ଯେତିକି ବି ଆପଣଙ୍କର ଏକ୍ଜାମ୍ସ ଆପଣଙ୍କର ହେଇଛି ଓଡ଼ିଶାରେ, ଇନକ୍ଲୁଡ଼ିଂ ଇଣ୍ଡିଆ, ଯାହା ବି ଆପଣଙ୍କର ଭାରତରେ ବି ଯେତିକି ବି ପରୀକ୍ଷା ହେଇଛି, ସବୁ କ୍ୱେଶ୍ଚନ୍ସକୁ ମୁଁ ଆପଣଙ୍କୁ ଏହି ସିରିଜରେ ଡିସ୍କସନ୍ କରିଦେବି। ଯେତିକି ବି କ୍ୱେଶ୍ଚନ୍ସ ଆପଣଙ୍କର ପଡ଼ିବ ଆଗାମୀ ଦିନମାନଙ୍କରେ, ଯାହା ବି ପଡ଼ିବ ସେ ଭିତରୁ ହିଁ ଆପଣଙ୍କର ପଡ଼ିବ। ତ ଆପଣଙ୍କ ପାଇଁ ବହୁତ ହି ବେନିଫିଟେଡ଼ ଆପଣମାନେ ରହିବେ। ଏବଂ ଡେଡିକେଟେଡ଼ଲି ଆପଣ ପଢ଼ିବା ପାଇଁ ଚାହୁଁଥିଲେ, ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନକୁ ଡାଉନଲୋଡ୍ କରିଦିଅନ୍ତୁ, ଯେଉଁଦ୍ୱାରା କି ଆପଣ ପ୍ରତ୍ୟେକ ଦିନ 8ରୁ 9 ଘଣ୍ଟା ସବୁଦିନ କ୍ଲାସ୍ ଆପଣ କରିପାରିବେ। ଠିକ୍ ଅଛି, ଆସନ୍ତୁ ଆମେ ଡିସ୍କସନ୍ କରିବା ଯେଉଁ ଆଜି ଆଜି ଆପଣଙ୍କର ଯେଉଁ ପରୀକ୍ଷା ହେଇଥିଲା SCEW ବା ଆପଣ ଜାଣିଛନ୍ତି ଆପଣଙ୍କର ସଏଲ୍ କନଜରଭେସନ୍ ଏକ୍ସଟେନସନ୍ ୱାର୍କରର ପ୍ରିଲିମ୍ସ ପରୀକ୍ଷା OSSC ତରଫରୁ ଆଜି ହେଇଥିଲା, ତା ସମ୍ପର୍କରେ। କ୍ୱେଶ୍ଚନ୍ ନମ୍ବର 1, ଭ୍ୟାକ୍ୟୁମ୍ ଟ୍ୟୁବକୁ ଆମର କେଉଁ ଜେନେରେସନରେ ୟୁଜ୍ କରାଯାଇଥିଲା? ଆପଣଙ୍କର ପରୀକ୍ଷାରେ କିଛି ବି ପଚାରିପାରେ ଯେ କେଉଁ ଜେନେରେସନରେ ଆପଣଙ୍କର କାହାକୁ ବ୍ୟବହାର କରାଯାଇଥିଲା, ରାଇଟ୍? ଫାର୍ଷ୍ଟ ଜେନେରେସନରେ ଆମର ଭ୍ୟାକ୍ୟୁମ୍ ଟ୍ୟୁବକୁ ୟୁଜ୍ କରାଯାଇଥିଲା, ଆପଣଙ୍କର ମନେ ଥିବ। ସେକେଣ୍ଡ ଜେନେରେସନରେ ଆମର ଟ୍ରାଞ୍ଜିଷ୍ଟର, ଥାର୍ଡ଼ରେ ଆପଣଙ୍କର ଇଣ୍ଟିଗ୍ରେଟେଡ୍ ସାର୍କିଟ୍, ଆମର ଫୋର୍ଥରେ VLSI, ଆଉ ବର୍ତ୍ତମାନ ତ ଆମର ଫିଫ୍ଥ ଜେନେରେସନ୍ ଚାଲିଛି, ଯେଉଁଟା ହେଉଛି ଆପଣଙ୍କର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AIର ଯୁଗ ବୋଲି ଆମେ କହିଥାଉ। ଆନାଲଗ କମ୍ପ୍ୟୁଟର ଇଜ୍, ଆନାଲଗ କମ୍ପ୍ୟୁଟର ଆପଣଙ୍କର କହିଲେ କ'ଣ ବୁଝନ୍ତି ବୋଲି ଆପଣଙ୍କର କହିଛି। ଆନାଲଗ କମ୍ପ୍ୟୁଟର ଆମେ କାହାକୁ ଆପଣଙ୍କର କହିଥାଉ? ଆପଣ ଇଜିଲି କହିଦେଇ ପାରିବେ ଆପଣଙ୍କର। ଅଲ୍ ଅଛି ମାନେ ତ ଆମେ ମାରିଦେବା ଆପଣଙ୍କର, ଆଉ ଠିକ୍ ଅଛି ନା, ଅଲ୍ ଅଛି ମାନେ ମାରିଦେବା। ଆଉ ଆନାଲଗଟା ଆପଣଙ୍କର ହାଇ ଲେବୁଲ୍ ଲାଙ୍ଗୁଏଜରେ ତ ଆପଣଙ୍କର ଯିବନି, ଠିକ୍ ଅଛି। ହେଲେ ବି ଯଦି ଆମର ଦେଖନ୍ତୁ ଏଇଟା ଆପଣଙ୍କର ଏଇ ଏତେ ଏତେ କାଳି ଆପଣଙ୍କର ଖର୍ଚ୍ଚ କରାହେଇଛି, ତ ଆମେ ଅପସନ୍ ନମ୍ବର ବିଟାକୁ କରିଦେଲେ ବି ଆପଣଙ୍କର ହେଇଯିବ। ଠିକ୍ ଅଛି, ତାହେଲେ ଅପସନ୍ ନମ୍ବର ଆପଣଙ୍କର ବି ଆମେ କହିଦେବା। ଆପଣଙ୍କ ସଠିକ୍ ଉତ୍ତର ଏଇଟା ଅପସନ୍ ନମ୍ବର ବି। ଠିକ୍ ଅଛି, ପରବର୍ତ୍ତୀ କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ପଚାରିଛି। ଏ ଭିତରୁ ଡାଟା ଗୁଡ଼ା ଆମର କେଉଁ ଜାଗାରେ ଆପଣଙ୍କର ଷ୍ଟୋର୍ ହେଇଥାଏ ପାର୍ମାନେଣ୍ଟଲି? ଆମେ ଜାଣିଛେ ରାମ୍ଟା ତ ଆପଣଙ୍କର ଟେମ୍ପୋରାରୀ ଆପଣଙ୍କର ରହିବ, କିନ୍ତୁ ରମ୍ଟା ଆମର କ'ଣ ହେଇଯିବ ନା, ରମ୍ଟା ଆପଣଙ୍କର ପାର୍ମାନେଣ୍ଟ, ବା ଏଇ ଭିତରୁ ଆପଣଙ୍କର କେଉଁଟା ହେଇଯିବ, ହାର୍ଡ଼ ଡିସ୍କ ଆମର ପାର୍ମାନେଣ୍ଟ ଆପଣଙ୍କର ହେଇଯିବ। କେଉଁଟା? ହାର୍ଡ଼ ଡିସ୍କ ଆମର। ଆପଣଙ୍କୁ ପରୀକ୍ଷାରେ ଏମିତି ପଚାରି ଦେଇପାରେ ଯେ କେଉଁଟା ଭୋଲାଟାଇଲ୍ ଆଉ କେଉଁଟା ନନ୍ ଭୋଲାଟାଇଲ୍ ମଧ୍ୟ ଆପଣଙ୍କୁ ପଚାରି ଦେଇପାରେ। ତ ଆପଣ କହିଦେଇପାରିବେ ନା, ଭୋଲାଟାଇଲ୍ ମାନେ ଯେଉଁଟା ଆପଣଙ୍କର ଯେମିତି ପାୱାର ଆପଣଙ୍କର ପଳେଇବ ଅଟୋମେଟିକାଲି ଡାଟା ଡିଲିଟ୍ ହେଇଯାଏ, ଏବଂ ନନ୍ ଭୋଲାଟାଇଲ୍ ଆପଣଙ୍କର ପାୱାର ପଳେଇଲେ ମଧ୍ୟ ଡିଲିଟ୍ ହୁଏ ନାହିଁ। এই ଭିତରୁ କେଉଁଟା ମଦର ବୋର୍ଡ଼ର କାମ ବୋଲି ଆପଣଙ୍କର ପଚାରିଛି? ମଦର ବୋର୍ଡ଼ ବେସିକାଲି ଆମର କ'ଣ କରିଥାଏ? ଏ ଭିତରୁ ଆପଣ ଜାଣିଥିବେ ମେନ୍ ସାର୍କିଟ୍ ବୋର୍ଡ଼ ଆମକୁ ପରୀକ୍ଷାରେ ପଚାରେ, କିମ୍ବା ଆପଣଙ୍କର ମଦର ବୋର୍ଡ଼ ଆପଣଙ୍କର ପଚାରେ। ତାହେଲେ ସେ କ'ଣ କରେ? ସେ କନେକ୍ଟ ଆପଣଙ୍କର କରିଥାଏ ସବୁ ହାର୍ଡ଼ୱେର୍ କମ୍ପୋନେଣ୍ଟ ମାନଙ୍କ ସହିତ। ଠିକ୍ ଅଛି, এই ଭିତରୁ କେଉଁଟା ଗୋଟେ ଆପଣଙ୍କର କେଉଁ ଜାଗାରେ ଫ୍ଲିପ୍ ଫ୍ଲପ୍ କମ୍ପୋନେଣ୍ଟ ଆପଣଙ୍କର ୟୁଜ୍ ହେଇଥାଏ ବୋଲି ପଚାରିଛି? କେଉଁ ଜାଗାରେ ଆମର ଫ୍ଲିପ୍ ଫ୍ଲପ୍? ଆମେ ଜାଣିଛେ ଫ୍ଲିପ୍ ଫ୍ଲପ୍ ଆପଣଙ୍କର ଗୋଟେ ଗୋଟେ ଆପଣଙ୍କର କ'ଣ ଗୁଡ଼ା, ଏଗୁଡ଼ା ଷ୍ଟାଟିକ୍ ରାମ୍ ଗୁଡ଼ା ବା ଏସ୍ ରାମ୍ ବୋଲି ଆମେ କହିଥାଉ, ଷ୍ଟାଟିକ୍ ର୍ୟାଣ୍ଡମ୍ ଏସେସ୍ ମେମୋରି। ଠିକ୍ ଅଛି, ଦେନ୍ ନେକ୍ସଟ, ଅପରେଟିଂ ସିଷ୍ଟମର କ'ଣ କାମ ବୋଲି ଆପଣଙ୍କର ପଚାରିଛି? ଅପରେଟିଂ ସିଷ୍ଟମ କ'ଣ କରିଥାଏ? ଯେମିତି ୱିଣ୍ଡୋଜ୍ ହେଇଗଲା, ଲିନକ୍ସ ଆପଣଙ୍କର ହେଇଗଲା, ଦେନ୍ ଆପଣଙ୍କର ଏଗୁଡ଼ା ଗୋଟେ ଗୋଟେ ଆପଣଙ୍କର କ'ଣ ନା, ଏଇ ଯେ କମ୍ପ୍ୟୁଟର ରିସୋର୍ସକୁ ଆପଣଙ୍କର ମ୍ୟାନେଜ୍ କରିଥାନ୍ତି, ମ୍ୟାନେଜ୍ ଦ କମ୍ପ୍ୟୁଟର ରିସୋର୍ସେସ୍। ଠିକ୍ ଅଛି, ଏଣ୍ଟିଭାଇରସ୍ ସିଏ କ'ଣ କରେ? ସେ ଆପଣଙ୍କର ଭାଇରସ୍ ଠାରୁ ଆପଣଙ୍କୁ ପ୍ରୋଟେକ୍ଟ କରିଥାଏ। ତାହେଲେ କ'ଣ ହେଇଯିବ? ପ୍ରୋଟେକ୍ଟିଂ ଏଗେନଷ୍ଟ ମାଲୱେର୍। ଆମକୁ ବେଳେବେଳେ ଭାଇରସ୍ର ଫୁଲ୍ ଫର୍ମ ବି ପଚାରି ଦିଏ, ତାହେଲେ କ'ଣ ହେଇଯିବ? ଭାଇଟାଲ୍ ଇନଫର୍ମେସନ୍ ରିସୋର୍ସେସ୍ ଆଣ୍ଡର ସିଜ୍। ଠିକ୍ ଅଛି, ନେକ୍ସଟ, ହ୍ୱାଟ୍ ଇଜ୍ ଦ ଟର୍ମ ଫର୍ ଏ ସେଟ୍ ଅଫ୍ ଇନଷ୍ଟ୍ରକ୍ସନ୍ ବା ଇନଷ୍ଟ୍ରକ୍ସନ୍ ମାନଙ୍କର ସମାହାରକୁ ଆମେ କ'ଣ ବୋଲି କହିଥାଉ? ବା ଯେଉଁଟାକୁ ଆମେ ଛୁଇଁ ପାରିବା ନାହିଁ ଆପଣଙ୍କର, ତାକୁ ଆମେ କ'ଣ ବୋଲି କହିଥାଉ ରେ? ସଫ୍ଟୱେର୍ ବୋଲି କହିଥାଉ ନା, ତାକୁ ଆମେ ସଫ୍ଟୱେର୍ ବୋଲି କହିଥାଉ। ଆଉ ଯେଉଁଟାକୁ ଛୁଇଁ ପାରିବା ସେ ଆପଣଙ୍କର ହାର୍ଡ଼ୱେର୍ ଆପଣଙ୍କର ହେଇଯିବ। ଏଡୋବ୍ ଏକ୍ରୋବେଟ୍ ଆପଣଙ୍କର ଏଇଟା ଗୋଟେ କ'ଣ? ଏଡୋବ୍ ଏକ୍ରୋବେଟ୍ ଆପଣଙ୍କର ହେଇଗଲା, କିମ୍ବା ଆମେ କହିଦେଇପାରିବା ଆପଣଙ୍କର କିଛି ବି ଯେଉଁଗୁଡ଼ାକୁ ଆମେ ପରବର୍ତ୍ତୀ ସମୟରେ ଆପଣଙ୍କର ଡାଉନଲୋଡ଼ ଆମେ କରିଥାଉ। କେଉଁଥିପାଇଁ? ଏଗୁଡ଼ା ହେଉଛି ଗୋଟେ ଗୋଟେ ଲିନକ୍ସ ତ ଆପଣଙ୍କର ନୁହେଁ,
ଏଇଟା ଏଡୋବର ନା, ତ ମାଇକ୍ରୋସଫ୍ଟ ୱିଣ୍ଡୋର ବି ତ ନୁହେଁ, ତାହେଲେ ୟାକୁ ଆମେ କ'ଣ ବୋଲି କହିବା ନା ପ୍ରପାରିଟାରୀ ପ୍ରଡକ୍ଟ ବୋଲି ଆମେ କହିବା। ଦେଖନ୍ତୁ ଲିନକ୍ସ ତ ଗୋଟେ ଅପରେଟିଂ ସିଷ୍ଟମ, ୱେବ୍ ବ୍ରାଉଜର ତ ଅପେରା ମିନି, ଗୁଗଲ କ୍ରୋମ ଏଇସବୁ, ମାଇକ୍ରୋସଫ୍ଟ ୱିଣ୍ଡୋ ତ ଆପଣଙ୍କର ଅଲଗା। ଠିକ୍ ଅଛି, ଦେଖନ୍ତୁ ସେଲ୍ ଏଇ ଯେଉଁ ରେଫାରେନ୍ସ କହିଲେ କ'ଣ ବୁଝନ୍ତି, ଏଇଟା ବାରମ୍ବାର ଆପଣଙ୍କର ପଚାରୁଛି ନା। ରେଫାରେନ୍ସ କହିଲେ କ'ଣ, ଗୋଟେ ଜିନିଷକୁ ଆଉ ଗୋଟେ ଜାଗାକୁ ଆପଣଙ୍କର ନେବାକୁ, ଆମେ କ'ଣ ବୋଲି କହିଥାଉ ରେ, ସେଲ୍ ରେଫାରେନ୍ସ ବୋଲି ଆମେ କହିଥାଉ। ତାହେଲେ କ'ଣ ହେଇଯିବ, ଦ ଲୋକେସନ୍ ଅଫ୍ ଏ ସେଲ୍, କ'ଣ ହେଇଯିବ, ଦ ଲୋକେସନ୍ ଅଫ୍ ଏ ସେଲ୍ ବୋଲି ଆମେ କହିବା। ଠିକ୍ ଅଛି, ହୁଇଚ୍ MS ଅଫିସ୍ ଆପ୍ଲିକେସନ୍ ଇଜ୍ ବେଷ୍ଟ ସୁଇଟେଡ୍ ଫର୍ ମ୍ୟାନେଜିଂ ଡାଟାବେସ୍, ଡାଟାବେସ୍କୁ ମ୍ୟାନେଜମେଣ୍ଟ କରିବା ପାଇଁ ଆମର କ'ଣ ରହିଛି, DBMS ନା, ବା ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ ବୋଲି ଆମେ ଯାହାକୁ କହିଥାଉ, ବା MSSS ବୋଲି ଆମେ କହିଥାଉ। ଦେଖନ୍ତୁ ୱାର୍ଡରେ ତ ଆପଣଙ୍କର ୱାର୍ଡ କାମ ଗୁଡ଼ା ହେଲା, ଏକ୍ସେଲରେ ଆପଣ କାଲକୁଲେସନ୍ ବଗେରା କଲେ, ତାହେଲେ ରହିଲା କେଉଁଟା, ଏଇଟା ସବୁଗୁଡ଼ା ଆପଣ ଦେଖୁ ଦେଖୁ କରିପାରୁଛନ୍ତି। କିଛି ଅସୁବିଧା ହେଉଛି ଆପଣଙ୍କର, କିଛି ଅସୁବିଧା ହେବନି, ବିଲିଭ୍ କରନ୍ତୁ ମୋ ଉପରେ। What is the purpose of mail merge in Microsoft Word? Mail merge ଆପଣଙ୍କର କ'ଣ କରେ, କ୍ୱେଶ୍ଚେନରେ ହିଁ ଆପଣଙ୍କୁ ଉତ୍ତର ଆପଣଙ୍କର ମିଳିଯିବ। ମେଲ୍ ମାର୍ଜ ଏଇଟା ଅଲରେଡ଼ି ଆମର OSSC ପରୀକ୍ଷାରେ ମଧ୍ୟ ଆପଣଙ୍କୁ ପଚାରିଥିଲା। ଠିକ୍ ଅଛି, ତାହେଲେ ମେଲ୍ ମାର୍ଜ ବେସିକାଲି ଆମର କ'ଣ କରିଥାଏ, ଦେଖନ୍ତୁ ଏଇଟା ତ କ୍ରିଏଟ୍ ଆଣ୍ଡ ସେଣ୍ଡ ବଲ୍କ ମେଲ୍, ଆମେ ଏକା ସାଙ୍ଗରେ ବହୁତ ସାରା ମେଲ୍ ଆପଣଙ୍କର ପଠେଇବା, ବା କ୍ରିଏଟ୍ ପର୍ସନାଲାଇଜ୍ ଲେଟର, ଆପଣ ଏଲିମିନେଟ୍ ଦେଖନ୍ତୁ କେମିତି କରିବେ। ମାଇକ୍ରୋସଫ୍ଟ ୱାର୍ଡରେ ଆପଣ କରିବେ, ଇମେଜ୍ କ'ଣ କରିବେ, ଟେବୁଲ୍ ବ୍ରାଉଚର ଏସବୁ ଅଲଗା। URLର ଫୁଲ୍ ଫର୍ମ କ'ଣ, ଏଇଟା ତ କମନ୍ କ୍ୱେଶ୍ଚନ୍ ଆଉ, ୟୁନିଫର୍ମ ରିସୋର୍ସ ଲୋକେଟର ବା ୟୁନିଫର୍ମ ରିସୋର୍ସ, ୟୁନିଭର୍ସାଲ ରିସୋର୍ସ ଲୋକେଟର ବି ଆପଣମାନଙ୍କର ବେଳେବେଳେ ଅପସନରେ ଥାଏ ବେଳେବେଳେ, ବଟ୍ ଏଇଟା ୟୁନିଫର୍ମ ରିସୋର୍ସ ଲୋକେଟର ଆପଣଙ୍କର ହେବା କଥା, URL। ଠିକ୍ ଅଛି, ୟୁନିଫର୍ମ ରିସୋର୍ସ ଲୋକେଟର। ଠିକ୍ ଅଛି, ଆଉ ଯେହେତୁ ଆପଣଙ୍କର ନାହିଁ, ତେଣୁକରି ୟୁନିଭର୍ସାଲ ରିସୋର୍ସ ଲୋକେଟର ଆମେ କରିଦେବା, ଆଉ ଅପସନ୍ ନମ୍ବର ଏ ଆପଣଙ୍କର। ଠିକ୍ ଅଛି, ଦେନ୍ ୱେବ୍ ବ୍ରାଉଜରରେ ବେସିକାଲି ଆମେ କ'ଣ କରୁ, ୱେବ୍ ବ୍ରାଉଜରରେ ଆମେ ବ୍ରାଉଜିଂ କରିଥାଉ, ତାହେଲେ SS ୱେବ୍ ପେଜେସ୍, ବେଳେବେଳେ ପରୀକ୍ଷାରେ ପଚାରେ ଦ କମ୍ବିନେସନ୍ ଅଫ୍ ୱେବ୍ ପେଜେସ୍, ୱେବ୍ ପେଜ୍ ମାନଙ୍କର ସମାହାରକୁ କ'ଣ ବୋଲି କୁହାଯାଏ, ଆମେ କ'ଣ କରିବା, ୱେବସାଇଟ୍ ବୋଲି ଆମେ କହିବା। ଆଉ କୌଣସି ବି ୱେବସାଇଟ୍ ଆପଣଙ୍କର କେଉଁ ଲାଙ୍ଗୁଏଜରେ ଡିଜାଇନ୍ କରାହେଇଥାଏ, ତାହେଲେ ଆମେ HTML ଆପଣଙ୍କର କରିଦେବା, ହାଇପର ଟେକ୍ସଟ ମାର୍କଅପ୍ ଲାଙ୍ଗୁଏଜ ଆମେ କରିଦେବା। ସର୍ଚ୍ଚ ଇଞ୍ଜିନରେ ଆମେ କ'ଣ କରୁ, ସର୍ଚ୍ଚ ଇଞ୍ଜିନରେ କିଛି ବି ଆପଣଙ୍କର ସର୍ଚ୍ଚ ଆମେ କରିଥାଉ, ଇମେଲ୍ ତ ଆମେ ଆପଣଙ୍କର କେବେ କରିନଥାଉ, ଫାଇଲକୁ ଷ୍ଟୋର ବି ତ ଆମେ କରିନଥାଉ, ଆମେ କିଛି ଇନଫର୍ମେସନକୁ ସର୍ଚ୍ଚ କରିଥାଉ ବା ଫାଇଣ୍ଡ କରିଥାଉ। ଠିକ୍ ଅଛି, ନେକ୍ସଟ, ହ୍ୱାଟ୍ ଇଜ୍ ଦ ଟର୍ମ ଫର୍ ଦ ୟୁନିକ୍ ଆଡ୍ରେସ୍, ସମସ୍ତଙ୍କର କିଛି ନା କିଛି ଆପଣଙ୍କର ଆଡ୍ରେସ୍ ରହିଛି, ଯେମିତି ଘରମାନଙ୍କର ଆପଣଙ୍କର ଅଛି, ସେମିତି ଇଣ୍ଟରନେଟ୍ରେ ଯିଏ ବି ଆପଣଙ୍କର କନେକ୍ଟ ହୁଏ, ତାର କିଛି ନା କିଛି ଆଡ୍ରେସ୍ ରହିଥାଏ, ତାକୁ ଆମେ କ'ଣ ବୋଲି କହୁ, IP ଆଡ୍ରେସ୍ ବୋଲି ଆମେ କହିଥାଉ, ବା ଇଣ୍ଟରନେଟ୍ ପ୍ରୋଟୋକଲ୍ ଆଡ୍ରେସ୍ ବୋଲି ଆମେ କହିଥାଉ। ଠିକ୍ ଅଛି, URLର ଫୁଲ୍ ଫର୍ମ ଆପଣଙ୍କୁ ପଚାରିଲେ କରିଦେଇପାରିବେ। ପ୍ରୋଟୋକଲ୍ କହିଲେ କ'ଣ, ଏ ସେଟ୍ ଅଫ୍ ରୁଲ୍ସ, ଇଣ୍ଟରନେଟ୍ରେ କିଛି ନା କିଛି ରୁଲ୍ସ ଅଛି ନା, ସେ ରୁଲ୍ସ ମାନଙ୍କର ସମାହାରକୁ ଆମେ କ'ଣ ବୋଲି କହୁ ନା, ପ୍ରୋଟୋକଲ୍ ବୋଲି ଆମେ କହିଥାଉ। ହୁଇଚ୍ ଡିଭାଇସ୍ ଇଜ୍ ୟୁଜ୍ ଟୁ ସ୍କାନ୍ ଫିଜିକାଲ୍ ଡକୁମେଣ୍ଟ, ଆପଣ ସ୍କାନ୍ କରିବେ, ତ ସ୍କାନ୍ କରିବା ପାଇଁ ଆମେ କାହାକୁ ବ୍ୟବହାର କରିବା, ସ୍କାନର, ସ୍କାନ୍ କରିବା ପାଇଁ ଆମେ କାହାକୁ ବ୍ୟବହାର କରିବାରେ, ସ୍କାନରକୁ ଆପଣଙ୍କର ବ୍ୟବହାର କରିବା। ଆଉ ଆପଣଙ୍କୁ ପରୀକ୍ଷାରେ ପଚାରିଦେବ ଏଇ ଯେଉଁ ଡିସପ୍ଲେଟାକୁ ଆମେ ଆଉ କ'ଣ ବୋଲି କହିଥାଉ ନା, ଭିଜୁଆଲ ସରି ବା ମନିଟର, ମନିଟରକୁ ଆମେ କ'ଣ ବୋଲି କହୁରେ, ଭିଜୁଆଲ ଡିସପ୍ଲେ ୟୁନିଟ୍ ବୋଲି ଆମେ କହିଥାଉ। ଏ ଭିତରୁ କେଉଁଟା ଗୋଟେ ଆପ୍ଲିକେସନ୍ ସଫ୍ଟୱେୟାର, ଆପ୍ଲିକେସନ୍ ସଫ୍ଟୱେୟାର କହିଲେ କ'ଣ ନା, ଯେଉଁଟାକୁ ଆପଣ ପରେ ଇନଷ୍ଟଲ୍ କରନ୍ତି, ତାକୁ ଆପ୍ଲିକେସନ୍ ବୋଲି କୁହାଯାଏ, ଆଉ ଯେଉଁଗୁଡ଼ା ପୂର୍ବରୁ ଥାଏ ତାକୁ ଆମେ ଆପଣଙ୍କର କହିଥାଉ ଏଇ ଯେଉଁ ସିଷ୍ଟମ୍ ସଫ୍ଟୱେୟାର ବୋଲି କହୁ, ଯେମିତି ଲିନକ୍ସ, ମ୍ୟାକ୍, ୱିଣ୍ଡୋଜ୍, ଏଗୁଡ଼ା ତ ଅପରେଟିଂ ସଫ୍ଟୱେୟାର, ମାଇକ୍ରୋସଫ୍ଟ ଏକ୍ସେଲ ହେଇଗଲା, ମାଇକ୍ରୋସଫ୍ଟ ପାୱାର ପଏଣ୍ଟ ହେଇଗଲା, ଏ ସବୁଗୁଡ଼ା ଆପଣଙ୍କର ଆପ୍ଲିକେସନ୍ ଆପଣଙ୍କର ସଫ୍ଟୱେୟାର ଆପଣଙ୍କର ଅଟେ। ଠିକ୍ ଅଛି, ୟୁଟିଲିଟି ସଫ୍ଟୱେୟାର ଆପଣଙ୍କର କହିଲେ କ'ଣ, ୟୁଟିଲିଟି ମାନେ କ'ଣ ନା ରେ, ଯେଉଁ ଆମେ ଧରା ଯେଉଁ ପିଲାମାନେ ଆପଣଙ୍କର କରୁଛେ ଆଣ୍ଟିଭାଇରସ୍ ଗୁଡ଼ା, ଏ ସବୁଗୁଡ଼ା ଆପଣଙ୍କର କ'ଣ ହେଇଯିବ ନା, ୟୁଟିଲିଟି ସଫ୍ଟୱେୟାର ଆପଣଙ୍କର ହେଇଯିବ। ତାହେଲେ ଏଇ ଭିତରୁ ପଚାରିଛି ୟୁଟିଲିଟି ସଫ୍ଟୱେୟାର କାମ ଆପଣଙ୍କର କ'ଣ, ତାହେଲେ କ'ଣ ହେଇଯିବ, ଇଜ୍ ୟୁଜ୍ ଟୁ ପରଫର୍ମ ସିଷ୍ଟମ୍ ମେଣ୍ଟେନାନ୍ସ ଟାସ୍କ, ସିଷ୍ଟମକୁ ମେଣ୍ଟେନାନ୍ସ କରିବାରେ ଆପଣଙ୍କର କାମ କରିଥାଏ, ତାହେଲେ କେଉଁଟା ଆପଣଙ୍କର ହେଇଯିବ ଏଇଟା। ଠିକ୍ ଅଛି, ହ୍ୱାଟ୍ ଇଜ୍ ଏ ପ୍ରୋଗ୍ରାମିଂ ଲାଙ୍ଗୁଏଜ ୟୁଜ୍ ଫର୍,
ପ୍ରୋଗ୍ରାମିଂ ଲାଙ୍ଗୁଏଜ କହିଲେ କ'ଣଟେ? ଆମେ ଜାଣିଛେ ଆପଣଙ୍କର କିଛି ବି ଯେଉଁ ଆମେ ଇନଷ୍ଟ୍ରକ୍ସନ୍ ବଗେରା ଆପଣଙ୍କର ଦେଉଛେ ତାକୁ ହିଁ ପ୍ରୋଗ୍ରାମିଂ ଲାଙ୍ଗୁଏଜ ବୋଲି ଆମେ କହିଥାଉ। ତାହେଲେ କ'ଣ ହେଇଯିବ? କ୍ରିଏଟ୍ କମ୍ପ୍ୟୁଟର ପ୍ରୋଗ୍ରାମ ଆଣ୍ଡ ସଫ୍ଟୱେୟାର। ତାହେଲେ କେଉଁଟା ହେଇଯିବ ଆପଣଙ୍କର? ଦେଖନ୍ତୁ ଏଇଟା କ୍ରିଏଟ୍ ହାର୍ଡୱେୟାର ତ କେବେ ହେବନି, ରାଇଟ୍ ସଫ୍ଟୱେୟାର ଇନଷ୍ଟ୍ରକ୍ସନ୍ ଆପଣଙ୍କର ହେଇଯିବ। ଠିକ୍ ଅଛି, ବିଲକୁଲ। ନେକ୍ସଟ ପରବର୍ତ୍ତୀ ଆପଣଙ୍କର କ୍ୱେଶ୍ଚନ୍ ଦେଖନ୍ତୁ କ'ଣ କହିଛି। ହ୍ୱାଟ୍ ଇଜ୍ ଦ ଟର୍ମ ଫର୍ ଏ କମ୍ପ୍ୟୁଟର ପ୍ରୋଗ୍ରାମ ଦ୍ୟାଟ୍ ରିପ୍ଲିକେଟ୍ସ ଇଟସେଲ୍ଫ ଆଣ୍ଡ ସ୍ପ୍ରେଡ୍ ଟୁ ଅଦର କମ୍ପ୍ୟୁଟର? ଗୋଟେ ଜାଗାରୁ ଯେଉଁଟା ଆଉ ଗୋଟେ ଜାଗାକୁ ଆପଣଙ୍କର ବିସ୍ତାରିତ ହେଇଯାଏ ତାକୁ କ'ଣ ବୋଲି କୁହାଯାଏ? ମନମୋହନ ସର୍ବସଧି ଅର୍ମ। ତାକୁ ଆମେ ଅର୍ମ ବୋଲି ଆମେ କହିଥାଉ। ଠିକ୍ ଅଛି। ଇନ୍ ପାୱାର ପଏଣ୍ଟ ହ୍ୱାଟ୍ ଇଜ୍ ଏ ସ୍ଲାଇଡ୍? ସ୍ଲାଇଡ୍ କହିଲେ କ'ଣ? ଆମେ ଜାଣିଛେ ଗୋଟେ ସିଙ୍ଗଲ ପେଜଟାକୁ ଆମେ କ'ଣ ବୋଲି କହୁନା? ତାକୁ ସ୍ଲାଇଡ୍ ବୋଲି ଆମେ କହିଥାଉ। ଠିକ୍ ଅଛି। ଆଚ୍ଛା, ଏଇଠି ଆପଣଙ୍କୁ ପରୀକ୍ଷାରେ ପଚାରିଦେବ ଏଇଭଳିଆ ବି ଯେ ଏକ୍ସଟେନସନ୍ ପଚାରିଲେ ଆପଣ ଇଜିଲି କହିଦେଇପାରିବେ ଆପଣଙ୍କର। ଆଉ ପାୱାର ପଏଣ୍ଟ ଗୁଡ଼ା ବେସିକାଲି କେମିତିକା ପେଜ୍ ଓରିଏଣ୍ଟେସନରେ ରହିଥାଏ, ଲ୍ୟାଣ୍ଡସ୍କେପ୍ରେ ଆପଣଙ୍କ ରହିଥାଏ। କିନ୍ତୁ MS ୱାର୍ଡ଼ ଆପଣଙ୍କର କେମିତି ଥାଏ ନା MS ୱାର୍ଡ଼ ଆପଣଙ୍କର ପୋର୍ଟ୍ରେଟ୍ରେ ରହିଥାଏ। ଠିକ୍ ଅଛି। ହ୍ୱାଟ୍ ଇଜ୍ ଦ ବାଇନାରୀ ଇକ୍ୱିଭାଲେଣ୍ଟ ଅଫ୍ ଦ ଡେସିମାଲ ନମ୍ବର 10? 10କୁ ଯଦି ଆମେ ଆପଣଙ୍କର ବାଇନାରୀ ଆକାରରେ ଆପଣଙ୍କର ପ୍ରକାଶ କରିବା ତାହେଲେ ସିଏ ଆପଣଙ୍କର କ'ଣ ହେବ ବୋଲି ପଚାରିଛି। 10ଟାକୁ ଆମେ କେମିତି ଲେଖିଥାଉ ନା 1010 ଆପଣଙ୍କର। ଠିକ୍ ଅଛି। 1010 ତାକୁ ଆମେ ଲେଖିଥାଉ। ବାୟସର ଫୁଲ୍ ମାନେ ଦୁଇରେ ହରଣ କରାଯାଏ, ଆଉ କିଛି ନାହିଁ। ବାୟସର ଫୁଲ୍ ଫର୍ମ କ'ଣ ହେଇଯିବ? ବେସିକ୍ ଇନପୁଟ୍ ଆଉଟପୁଟ୍ ଆପଣଙ୍କର ସିଷ୍ଟମ୍। କ'ଣ ହେଇଯିବ? ବେସିକ୍ ଇନପୁଟ୍ ଆଉଟପୁଟ୍ ଆପଣଙ୍କର ସିଷ୍ଟମ୍। ଏ ଭିତରୁ କେଉଁଟା ଗୋଟେ କମନ୍ ବ୍ରାଉଜର ନୁହେଁ? ତିନିଟା ତାହେଲେ ବ୍ରାଉଜର ଥିବ। ଦେଖନ୍ତୁ ଏଇଟା ବେଳେବେଳେ ପରୀକ୍ଷାରେ ପଚାରିବ। ମାଇକ୍ରୋସଫ୍ଟର ନୂଆ ବ୍ରାଉଜର ଆପଣଙ୍କର କ'ଣ ଆସିଛି? ମାଇକ୍ରୋସଫ୍ଟ ଏଜ୍, ଏଇଟା ନୂଆ ବ୍ରାଉଜର ହେଲା। ଗୁଗଲ କ୍ରୋମ୍, ଫାୟାରଫକ୍ସ, ମାଇକ୍ରୋସଫ୍ଟ ଏଜ୍ ଏଗୁଡ଼ା ବ୍ରାଉଜର ଗୁଡ଼ା। କିନ୍ତୁ ଏଡୋବ ଏକ୍ରୋବେଟ୍ ତ ଆପଣଙ୍କର ଆପ୍ଲିକେସନ୍ ସଫ୍ଟୱେର୍ ଅଟେ। ଠିକ୍ ଅଛି। ପଚାରିଛି ହ୍ୱାଟ୍ ଇଜ୍ ଦ ଡିଫରେନ୍ସ ବିଟୱିନ୍ ଏ ମେଗାବାଇଟ୍ ଆଣ୍ଡ 1 GB? ଦେଖନ୍ତୁ 1 GB ଯେ ଆମେ ଜାଣିଛେ ନା 1024 ଆପଣଙ୍କର MB, ବିଲକୁଲ ଠିକ୍। 1 MB ଏଟା ଭୁଲ ଲେଖା ହେଇଛି, ଏଟା ତ ଭୁଲ ଲେଖା ହେଇଛି, ଏଟା ତ ଭୁଲ। ତାହେଲେ କେଉଁଟା? 1 GB ଯେ କେତେ? 1024 ଆପଣଙ୍କର MB ହେଲେ 1 GB ଆପଣଙ୍କର ହେଇଥାଏ। ଠିକ୍ ଅଛି। ଦେଖନ୍ତୁ ପଚାରିଛି ହ୍ୱାଟ୍ ଇଜ୍ ଦ ଟର୍ମ ଫର୍ ଦ ପ୍ରୋସେସ୍ ଅଫ୍ କନଭର୍ଟିଂ ଡାଟା ଇଣ୍ଟୁ ଏ କୋଡ୍ that cannot be easily understand? ଆପଣ ଦେଖିଥିବେ ନା ଯେଉଁ ଆପଣ ହ୍ୱାଟ୍ସଆପ୍ ଚାଟ୍ କରୁଛନ୍ତି ଏଗୁଡ଼ାକୁ କେହି କ'ଣ ପଢ଼ି ପାରୁଛନ୍ତି? ଜାଣିପାରୁନାହାନ୍ତି। କ'ଣ ଲେଖା ହୁଏ? ୟୋର ଚାଟ୍ ଇଜ୍ ଏନକ୍ରିପ୍ଟେଡ୍, ମାନେ ଆପଣଙ୍କ ତାକୁ ଏନକ୍ରିପସନ୍ କରାଯାଇଥାଏ, ଯେଉଁଟାକୁ କେହି ବି ପଢ଼ିପାରିବେ ଆପଣଙ୍କର ନାହିଁ। ଠିକ୍ ଅଛି। ଆପଣଙ୍କର ଚାଟ୍କୁ କେବଳ ଆଉ କେବଳ ଆପଣ ହିଁ ପଢ଼ିଦେଇ ପାରିବେ। ଠିକ୍ ଅଛି। ତାକୁ ଆମେ ଏନକ୍ରିପସନ୍ ବୋଲି କହିଥାଉ। HTML ର ଫୁଲ୍ ଫର୍ମ ଆପଣଙ୍କର କ'ଣ ହେଇଯିବ? ଆମେ ଜାଣିଛେ ହାଇପାର ଟେକ୍ସଟ ମାର୍କଅପ୍ ଲାଙ୍ଗୁଏଜ। କ'ଣ ହେଇଯିବ ରେ? ହାଇପାର ଟେକ୍ସଟ ମାର୍କଅପ୍ ଲାଙ୍ଗୁଏଜ ବା HTML। ଆଲଗୋରିଦିମ୍ କହିଲେ କ'ଣ? ଆମେ ଜାଣିଛେ ଆଲଗୋରିଦିମ୍ ମାନେ ହେଉଛି ଆପଣଙ୍କର ଯେଉଁ ଷ୍ଟେପ୍ ବାଇ ଷ୍ଟେପ୍ ଆମେ ଗୋଟେ କାମଟାକୁ ଆପଣଙ୍କର କରିଥାଉ ତାକୁ ଆଲଗୋରିଦିମ୍ ବୋଲି ଆମେ କହିଥାଉ। ବା ଏ ସେଟ୍ ଅଫ୍ ୱେଲ୍ ଡିଫାଇନ୍ଡ steps of instruction। ଠିକ୍ ଅଛି। ତାହେଲେ କ'ଣଟା ହେଇଯିବ? ଏ ଷ୍ଟେପ୍ ବାଇ ଷ୍ଟେପ୍ ଆପଣଙ୍କର ଇନଷ୍ଟ୍ରକ୍ସନ୍ ଏଇଟା ହେଇଯିବ। ଡିଲିଟେଡ୍ ଡାଟା ରିମେନ୍ସ ଅନ୍ ଏ ଡିସ୍କ ଆଣ୍ଟିଲ୍। ଆପଣଙ୍କର ଡାଟା ଗୁଡ଼ା କେ ପର୍ଯ୍ୟନ୍ତ ରହିଥିବ କହିଲେ? ଯେ ପର୍ଯ୍ୟନ୍ତ ତାକୁ ଆପଣ ରିସାଇକେଲ ବିନ୍ରୁ ଡିଲିଟ୍ ନ କରିଛନ୍ତି। ଠିକ୍ ଅଛି। କାହିଁକିନା ଡାଟା ଗୁଡ଼ା ଟେମ୍ପୋରାରୀ ଆପଣଙ୍କର କେଉଁ ଜାଗାରେ ଷ୍ଟୋର ହେଇକି ରୁହେ? ରିସାଇକେଲ ବିନ୍ରେ ରୁହେ। ଯେମିତି ଆପଣ ରିସାଇକେଲ ବିନ୍ରୁ ତାକୁ ହଟେଇ ଦେବେ ସେ ଆପଣଙ୍କର ହଟିଯିବ। କିମ୍ବା ଆମେ ଏମିତି ବି କହିପାରିବା ଦ ଡାଟା ଇଜ୍ ଓଭର ରିଟେନ୍। ଆଉ ଥରେ ସିଫ୍ଟ ସହିତ ଡିଲିଟ୍ ପ୍ରେସ୍ କରିଦେଲେ ସେ ଆପଣଙ୍କର ହଟିଯିବ। ତାହେଲେ କେଉଁଟା ହେଇଯିବ? ଏଇଟା ଅପସନ୍ ନମ୍ବର ଡି। ତ ଏହା ଥିଲା ଆଜି ଯେଉଁ ପରୀକ୍ଷା ହେଇଥିଲା ତାର କ୍ୱେଶ୍ଚନ୍ସ ଆପଣଙ୍କର। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।